नमस्कार सांगमाने जय जगन्नाथ। मु आज आपण मानक पाखक नहीं आछि सुंदर कहानीटीए आसंतु सुनिबा। हनुमानଙ୍କ अभिशाप दूर ହେଲା। हनुमान जन्म होई मात्र केई दिनर पिला होइथांती। तांको पिता केशरी बानर राज सुग्रीवଙ୍କ डाकरा पाई तांको दूरबाबकु बारकु चली जाइथांती। माँ अंजना मध्य फलमूल संग्रह पाई बनकु चलीगले। एपरि स्थितिरे वायु आसी बालक हनुमानଙ୍କ ଯତ୍ନ ନେଉଥିଲେ। ସେ ପବନରେ ଉଡ଼େଇ ଆଣି ହନୁଙ୍କ ପାଖରେ ନାନା ଜାତିର ଫୁଲଫଳ ପକାଇ ଦିଅନ୍ତି। ସେଥିରେ ସେ ଖେଳୁ ଖେଳୁ ପୁଣି ଅଞ୍ଜନା ଫେରି ଆସନ୍ତି ଏବଂ ପୁଅକୁ ଧରି ଗେଲ କରନ୍ତି। ଦିନକର କଥା, ଘରେ ପିତାମାତା କେହି ନଥାନ୍ତି। ବାଳକ ହନୁମାନଙ୍କୁ ବାୟୁ ଖେଳାଉ ଖେଳାଉ ଦୂରକୁ ଉଡ଼ାଇ ନେଇଗଲେ। ମା ଅଞ୍ଜନା ବନରୁ ଆସି ଦେଖନ୍ତି ତ ପୁଅ ଘରେ ନାହିଁ। ସେ ବିକଳ ହୋଇ ହନୁ ହନୁ ଚିତ୍କାର କରିବାରୁ ବାୟୁ ପୁଣି ତାଙ୍କ ଆଣି ପହଞ୍ଚାଇ ଦେଲେ। ଏପରି ଦିନ ଗଡ଼ି ଚାଲିଥାଏ। ପିତା କେଶରୀ କିମ୍ବା ମା ଅଞ୍ଜନା କେହି ବାୟୁଙ୍କୁ କଥା ଜାଣିପାରନ୍ତି ନାହିଁ। ଦିନେ ବାଳକ ହନୁମାନ ବଡ଼ି ସକାଳୁ ନିଦରୁ ଉଠି ପଡ଼ିଲେ। ସେ ତା ବହୁତ ଖାଆନ୍ତି। ଉଠିବା କ୍ଷଣି ତାଙ୍କୁ ଜୋରରେ କ୍ଷୁଧା ହେଲା। କେହି ତ ଘରେ ନାହାନ୍ତି, ତାଙ୍କୁ ଖାଇବାକୁ ଦେବ କିଏ? ଘର ସାରା ସେ ବୁଲିଗଲେ, କେଉଁଠି ଗୋଟେ ହେଲେ ଫଳ ପାଇଲେ ନାହିଁ। ପ୍ରଭାତ ସମୟ ସେ ପୂର୍ବ ଦିଗକୁ ଚାହିଁ ଦେଖିଲେ ଗୋଟିଏ ଲାଲ ଟହଟ ସୁନ୍ଦର ଫଳ। ଏମିତି ଉଦିତ ସୂର୍ଯ୍ୟଙ୍କୁ ସେ ଫଳ ଭାବି ଘରୁ ବାହାରିଗଲେ ଓ ଏକ ପାହାଡ଼ ଉପରେ ଚଢ଼ି ତାଙ୍କ ଆଡ଼କୁ ଲମ୍ଫ ଦେଲେ। ଏତିକିବେଳେ ବାୟୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ଧକ୍କା ଦେବାରୁ ବାଳକ ହନୁ ଖୁବ୍ ବେଗରେ ଉଦିତ ଭାନୁଙ୍କ ଆଡ଼କୁ ଧାବମାନ ହେଲେ। କିଏ ଜାଣେ ମୋ ଆଡ଼େ ମାଡ଼ି ଆସୁଛି ଦେଖି ସୂର୍ଯ୍ୟ ଖୁବ୍ ଡରିଗଲେ। ପବନ ସୂର୍ଯ୍ୟଙ୍କ ଅବସ୍ଥା ଦେଖି ବଡ଼ ଖୁସି ହେଉଥାନ୍ତି। ରକ୍ଷା କର ବୋଲି ସୂର୍ଯ୍ୟଙ୍କୁ ଚିତ୍କାର କରି ଶୁଣି ସଙ୍ଗେ ସଙ୍ଗେ ଇନ୍ଦ୍ର ଐରାବତ ହାତୀରେ ଆସି ତାଙ୍କୁ ବାରଣ କଲେ। ଐରାବତ ହାତୀକୁ ଖେଳନା ଭାବି ହନୁମାନ ତାଙ୍କ ଶୁଣ୍ଢରେ ଓ ଦାନ୍ତକୁ ଶକ୍ତ କରି ଧରିନେଲେ। ଇନ୍ଦ୍ର ଆଉ ଉପାୟ ନ ପାଇ ହନୁମାନଙ୍କ ଉପରକୁ ବଜ୍ରବାଡ଼ କଲେ। ବଜ୍ରାଘାତରେ ତାଙ୍କ ହନୁହାଡ଼ ଭାଙ୍ଗିଗଲା ଓ ସେ ତଳକୁ ଖସିବାକୁ ଲାଗିଲେ। ତାଙ୍କୁ ଦେଖି ନେଲେ ବାୟୁ। ତାଙ୍କୁ ସେ କୋଳରେ ଧରି ନେଇ ଗୋଟିଏ ଗୁମ୍ଫା ଭିତରେ ପଶିଗଲେ। ବାୟୁ ଚଳାଚଳ ବନ୍ଦ ହୋଇଯିବାରୁ ସୃଷ୍ଟିରେ ହାହାକାର ପଡ଼ିଗଲା। କ'ଣ ହେଲା ବୋଲି ସବୁ ଦେବତାମାନେ ଚିତ୍କାର କରି ଆସି ବାୟୁଙ୍କ ନିକଟରେ ପହଞ୍ଚିଲେ। ବାୟୁଙ୍କୁ ଦେବତାମାନେ ପଚାରିବାରୁ ସବୁ କଥା ଜଣାପଡ଼ିଲା। ହନୁମାନ ବାୟୁଦେବଙ୍କ ପୁତ୍ର ବୋଲି ସମସ୍ତ ଦେବତା ଜାଣିଗଲେ। ଇନ୍ଦ୍ର ତାଙ୍କୁ ଚିରଞ୍ଜୀବୀ ବର ଦେଲେ। ସୂର୍ଯ୍ୟ କହିଲେ ଅମିତ ପରାକ୍ରମଶାଳୀ ହୁଅ। ଇନ୍ଦ୍ର କହିଲେ ସିଏ ହେବ ଜ୍ଞାନ ଓ ଗୁଣର ସାଗର। ପୁଣି କିଏ କହିଲେ ସେ ନିଜ ଇଚ୍ଛା ଅନୁସାରେ ନିଜର କାୟାକୁ ବିସ୍ତାର କରିପାରିବ। ପୁତ୍ର ଏସବୁ ବର ପାଇଲା ପରେ ବାୟୁ ଖୁବ୍ ଖୁସି ହୋଇଗଲେ ଓ ସେ ଗୁମ୍ଫା ଭିତରୁ ବାହାରି ଆସିବାରୁ ସୃଷ୍ଟି ପୁଣି ଚଳଚଞ୍ଚଳ ହୋଇ ଉଠିଲା। ହନୁମାନଙ୍କୁ ବାୟୁ ପୁଣି ଏକ ଧକ୍କା ଦେଇ ଘରକୁ ପଠାଇଦେଲେ। କୁଆଡ଼େ ଗଲା ହୋଇ ଖୋଜି ବୁଲୁଥିଲେ ମାତା ଅଞ୍ଜନା। ହନୁଙ୍କୁ ପାଇ ସେ ଖୁବ୍ ଆନନ୍ଦିତ ହେଲେ। ଦେବତାଙ୍କଠାରୁ ଏପରି ବର ପାଇ ହନୁମାନ ଖୁବ୍ ବଳୁଆ ହୋଇ ପଡ଼ିଲେ। ସ୍ୱଭାବତଃ ସେ ଥିଲେ ଖୁବ୍ ଚପଳ। ଗଛକୁ ଗଛ ଡେଇଁ ସେ ଆନନ୍ଦରେ ଫଳ ତୋଳି ଖାଆନ୍ତି। ତାଙ୍କ ବଳୁଆ ଲମ୍ଫରେ ବହୁ ବୃକ୍ଷ ଧରାଶାୟୀ ହୋଇଯାଆନ୍ତି। ତାଙ୍କର ବିହାର ସ୍ଥଳ ଥିଲା ଫମ୍ପା ସରୋବର କୂଳର ମାତଙ୍ଗ ବନ। ସେଠାରେ ଥାଏ ମାତଙ୍ଗ ମୁନି ତଥା ବହୁ ମୁନିଙ୍କ ଆଶ୍ରମ ଓ ତପୋବନ। ହନୁମାନ ଗଛପତ୍ର ଭାଙ୍ଗି ଏପରି ଉପଦ୍ରବ କରିବାରୁ ସେଠାରେ ତପରତ ତପସ୍ୱୀଙ୍କ ଶାନ୍ତି ଭଙ୍ଗ ହେଲା। ତପସ୍ୱୀମାନେ ଯାଇ ମାତଙ୍ଗ ମୁନିଙ୍କ କୁଆଡ଼ୁ ଏକ ବନର ଆସି ଏଠି ଉପଦ୍ରବ କରୁଛୁ ବୋଲି ଅଭିଯୋଗ କଲେ। ମୁନି ମାତଙ୍ଗ ଜାଣିଗଲେ ଏହା ହନୁମାନଙ୍କ କାଣ୍ଡ ବୋଲି। ସେ ତାଙ୍କୁ ଧୀରେ ଡାକି ସବୁ କଥା କହି ଏଠାରେ ଆଉ ଉପଦ୍ରବ କର ନାହିଁ ବୋଲି କହିଲେ। ହନୁମାନ କିନ୍ତୁ ତାଙ୍କ କଥାକୁ କାନ ନ ଦେଇ ପୂର୍ବବତ୍ ଗଛଲତା ଭାଙ୍ଗିବାକୁ ଲାଗିଥିଲେ। ମୁନି ଶେଷକୁ ବାଧ୍ୟ ହୋଇ ହନୁଙ୍କୁ ଅଭିଶାପ ଦେଇ କହିଲେ ତୁମର ଶକ୍ତିକୁ ତୁମେ ବିସ୍ମୃତ ହୋଇଯାଅ। କେହି ଜଣେ ମହାତ୍ମା ତୁମକୁ ତୁମ ଶକ୍ତି ବିଷୟରେ ସଚେତନ କରାଇଲେ ଯାଇ ତୁମର ସ୍ମୃତିକୁ ତାହା ଆସିବ। ସତକୁ ସତ ହନୁମାନ ତାଙ୍କ ଶକ୍ତିକୁ ଆଉ ଜାଣିପାରିଲେ ନାହିଁ। ସେ ଆଉ ଉପଦ୍ରବ ନ କଲାରୁ ମୁନିମାନେ ଶାନ୍ତିରେ ରହିଲେ। ଏହା ଭିତରେ ଅନେକ ଦିନ ଚାଲିଗଲା। ବାନର ବୀର କେଶରୀଙ୍କ ପରେ ହନୁମାନ ବାନର ରାଜ ସୁଗ୍ରୀବଙ୍କ ମନ୍ତ୍ରୀ ହେଲେ। ଘଟଣାକ୍ରମେ ପତ୍ନୀ ସୀତାଙ୍କୁ ହରାଇ ଶ୍ରୀରାମ ଲକ୍ଷ୍ମଣ ତାଙ୍କୁ ଖୋଜି ବୁଲୁଥିଲା ବେଳେ ହନୁମାନଙ୍କ ସହ ସାକ୍ଷାତ ହେଲା। ପରେ ପୁଣି ଶ୍ରୀରାମ ସହ ସୁଗ୍ରୀବଙ୍କ ମିତ୍ରତା ହେଲା ଓ ଜାନକୀଙ୍କୁ ଉଦ୍ଧାର କରି ଆଣିବା ପାଇଁ ସୁଗ୍ରୀବ ପ୍ରତିଶ୍ରୁତିବଦ୍ଧ ହେଲେ। ମା ସୀତାଙ୍କୁ ରାବଣ ଚୋରି କରି ନେଇ ଲଙ୍କାରେ ବନ୍ଦିନୀ କରି ରଖିଛି। ଗୁଧ୍ରରାଜ ସମ୍ପାତିଙ୍କଠାରୁ ଏ ଖବର ପାଇ ବାନରମାନେ ଦକ୍ଷିଣ ସମୁଦ୍ର ତଟରେ ଯାଇ ପହଞ୍ଚିଲେ। 100 ଯୋଜିତ ବିସ୍ତୃତ ବିଶାଳ ସାଗରର ଜଳରାଶିକୁ ଦେଖି ସମସ୍ତେ ଚିନ୍ତାରେ ପଡ଼ିଗଲେ।
ସମୁଦ୍ର ପାର ହେଲେ ତ ଯାଇ ଲଙ୍କାରେ ପହଞ୍ଚିବେ। ସମସ୍ତ ବାନର ବୀରମାନେ ସାଗର ଲଙ୍ଘନ କରିବାରେ ନିଜ ନିଜର ସୀମିତ କ୍ଷମତା କହି ଏହା କିପରି ସମ୍ଭବ ହେବ ବୋଲି ଆଶଙ୍କା ବ୍ୟକ୍ତ କଲେ। ଏତିକିବେଳେ ଜାମ୍ବବାନ କହିଲେ, ପୂର୍ବେ ମୁଁ ସତ୍ୟଯୁଗରେ ସମଗ୍ର ପୃଥିବୀ ପର୍ଯ୍ୟଟନ କରିଥିଲି, କିନ୍ତୁ ଆଜି ମୋର ସେ ସାମର୍ଥ୍ୟ ନାହିଁ। ଏ କାର୍ଯ୍ୟ ନିଶ୍ଚୟ ହେବ, ଚିନ୍ତାର କୌଣସି କାରଣ ନାହିଁ। ତୁମେ ସମସ୍ତେ ନିଶ୍ଚିନ୍ତ ରୁହ। ଆମ୍ଭମାନଙ୍କ ମଧ୍ୟରେ ଯିଏ ଏହା କରିବା ପାଇଁ ସମର୍ଥ, ମୁଁ ତାଙ୍କୁ ପ୍ରବର୍ତ୍ତାଇ ଏ କାର୍ଯ୍ୟରେ ନିଯୁକ୍ତି କରିଛି। ଜାମ୍ବବାନ ଅଳ୍ପ ଦୂରରେ ଚୁପଚାପ ହୋଇ ବସିଥିବା ହନୁମାନଙ୍କ ପାଖକୁ ଯାଇ କହିଲେ, ତୁମେ ନୀରବ ହୋଇ ବସିଛ କାହିଁକି? ତୁମେ ପରାକ୍ରମରେ ବାନରରାଜ ସୁଗ୍ରୀବଙ୍କ ସହ ସମକକ୍ଷ। ଗରୁଡ଼ଙ୍କ ପକ୍ଷରେ ଯେତେ ବଳ ଅଛି, ତୁମ ବାହୁରେ ମଧ୍ୟ ସେତିକି ବଳ ଅଛି। ଏ ସଂସାରରେ ସବୁ ପ୍ରାଣୀଙ୍କ ମଧ୍ୟରେ ବଳ, ବୁଦ୍ଧି, ତେଜ ଏବଂ ପରାକ୍ରମରେ ତୁମଠାରୁ ବଳି ଆଉ କେହି ନାହିଁ। ତୁମେ ଏ ଦୁସ୍ତର ସମୁଦ୍ର ଲଙ୍ଘନ ପାଇଁ ନିଜକୁ ପ୍ରସ୍ତୁତ କରୁନ କାହିଁକି? ପୁଣି ତାଙ୍କୁ ଜାମ୍ବବାନ ତାଙ୍କର ଜନ୍ମ କାହାଣୀ ଏବଂ ପିଲାବେଳର ସମସ୍ତ ଘଟଣା ଗୋଟି ଗୋଟି କରି କହି ଶେଷକୁ କହିଲେ, ହେ ଅଞ୍ଜନେୟ, ଉଠ, ଶୀଘ୍ର ଏ ଦୁସ୍ତର ସାଗରକୁ ଲଙ୍ଘନ କର। ସମସ୍ତ ବାନର ମାନେ ଉଗ୍ରୀବ ହୋଇ ତୁମ ବଳ ବିକ୍ରମକୁ ଚାହିଁ ରହିଛନ୍ତି। ମା ରାମଙ୍କ କାର୍ଯ୍ୟ କର। ମାତଙ୍ଗ ମୁନିଙ୍କ କଥା ସତ୍ୟ ହେଲା। ଜାମ୍ବବାନଙ୍କ କଥା ଶୁଣି ହନୁମାନ ତାଙ୍କ ବିସ୍ମୃତ ବଳ ବିଷୟରେ ସଚେତନ ହେଲେ। ନିଜର କାୟା ବିସ୍ତାର ପୂର୍ବକ ସେ କହିଲେ, ମୁଁ ପବନପୁତ୍ର ହନୁମାନ। ଥରେ ନୁହେଁ, ମୁଁ ସହସ୍ରବାର ଏ ମହା ସମୁଦ୍ରକୁ ଲଙ୍ଘନ କରିପାରେ। ଏହା କହି ମାରୁତି ମହେନ୍ଦ୍ର ପର୍ବତ ଉପରକୁ ଉଠିଯାଇ ବ୍ରହ୍ମାଚାର୍ଯ୍ୟ, ଇନ୍ଦ୍ର ଓ ସମସ୍ତ ପ୍ରାଣୀ ପ୍ରଣାମ କଲେ। ପୂର୍ବମୁଖ ହୋଇ ମାରୁତି ପିତା ବାୟୁଙ୍କୁ ପ୍ରଣାମ କଲେ। ସେ ବାନରମାନଙ୍କୁ କହିଲେ, ରାମଙ୍କ ଧନୁର ଉନ୍ମୁକ୍ତ ବାଣ ପରି ଏବେ ଲଙ୍କାପୁରୀ ମୁଁ ଯାତ୍ରା କରୁଛି। ସେଠାରେ ଯଦି ମୁଁ ମାତା ସୀତାଙ୍କୁ ନ ପାଏ, ତେବେ ଦ୍ରୁତ ଗତିରେ ମୁଁ ସ୍ୱର୍ଗଲୋକକୁ ଯାତ୍ରା କରିବି। ଆଉ ସେଠାରେ ତାଙ୍କୁ ନ ପାଇଲେ ମୁଁ ଲଙ୍କାକୁ ଉତ୍ପାଟନ କରି ରାବଣକୁ ବାନ୍ଧି ଘେନି ଆସିବି। ଏପରି କହି ହନୁମାନ ମହେନ୍ଦ୍ର ପର୍ବତ ଉପରେ ଲମ୍ଫ ପ୍ରଦାନ କରି ଆକାଶରେ ଏକ ବିରାଟ ମେଘଖଣ୍ଡ ପରି ବାୟୁବେଗରେ ଉଡ଼ି ଉଡ଼ି ଚାଲିଗଲେ। ତାଙ୍କ କଠିନ ପାତରେ ମହାନ୍ତ ପର୍ବତ ପାତାଳକୁ ଧସିଗଲା ପରି ଲାଗିଲା। ହନୁମାନ ମାତଙ୍ଗ ମୁନିଙ୍କ ଅଭିଶାପରୁ ବିସ୍ମୃତ ହୋଇ ଯାଇଥିବା ନିଜର ବଳ ଜାମ୍ବବାନଙ୍କ କଥାରେ ପୁଣି ଫେରି ପାଇଥିଲେ। ତାପରେ ତ ହନୁମାନ ସୀତାଠାବ, ଲଙ୍କା ପୋଡ଼ି, ବିଶଲ୍ୟକରଣୀ, ଆନୟନ ଆଦି କେତେ କ'ଣ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି।